ଯେତେବେଳେ କମେଡିର କଥା କୁହାଯାଏ, ଯେତେବେଳେ ବ୍ୟଙ୍ଗ କଥା କୁହାଯାଏ, ଯେତେବେଳେ ହାସ୍ୟରସର କଥା କୁହାଯାଏ, ସେତେବେଳେ ଯେଉଁ କେତେଜଣ କବିଙ୍କ ଚେହେରା ଆମ ସାମ୍ନାକୁ ଆସେ, ତାଙ୍କ ମଧ୍ୟରେ ଯଦୁମଣି ମହାପାତ୍ର ହେଉଛନ୍ତି ଅନନ୍ୟ ଏବଂ ଅନ୍ୟତମ। ତାଙ୍କ କଥା, ତାଙ୍କ କବିତା ସବୁବେଳେ ସମାଜକୁ ଗୋଟେ ନୂଆ ବାର୍ତ୍ତା ଦେଇଛି। ଗଞ୍ଜାମର ଆଠଗଡ଼ରେ କବି ଯଦୁମଣି ଜନ୍ମ ହୋଇଥିଲେ ଏବଂ ଓଡ଼ିଶାର ବ୍ୟଙ୍ଗ ସାହିତ୍ୟକୁ ଗୋଟେ ନୂଆ ଧାରା ଏବଂ ନୂଆ ଫର୍ମାଟ୍ର କହିଲେ ତିଆରି କରିଥିଲେ। ତ ତାଙ୍କ ବ୍ୟଙ୍ଗ କବିତା ପଢ଼ି ସେତେବେଳେ ଲୋକମାନେ ଗୋଟେ ସମୟରେ ବଡ଼ ବଡ଼ ଲୋକମାନଙ୍କ ମୁହଁରେ ବ୍ୟଙ୍ଗାତ୍ମକ ଶୈଳୀରେ ଉତ୍ତର ଦେଇପାରୁଥିଲେ। ମନେ କରନ୍ତୁ, ଯେମିତି ଆମେ ଜଣେ ନେତା ମନ୍ତ୍ରୀ ଭୁଲ କଲେ ଆମେ ସିଧାସଳଖ ଉତ୍ତର ଦେଇ ଦେଉଛୁ, କିନ୍ତୁ କାଳେ ସିଧାସଳଖ ଉତ୍ତର ଦେଇଦେଲେ ସେମାନେ ଖରାପ ଭାବିବେ। ଆମେ ତାକୁ ଗୋଟେ ବ୍ୟଙ୍ଗାତ୍ମକ ଶୈଳୀରେ କମେଡ଼ି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ବାଟରେ ନେତାମାନଙ୍କୁ ବି ସଚେତନ କରୁଛୁ, ଲୋକମାନଙ୍କୁ ବି ସଚେତନ କରୁଛୁ। ତ ଏଇ ବ୍ୟଙ୍ଗାତ୍ମକ ଶୈଳୀଟା କବି ଯଦୁମଣି ପ୍ରଥମେ ମୋତେ ଲାଗେ ଓଡ଼ିଶାରେ ଆରମ୍ଭ କରିଥିଲେ, ଯେ କି ବ୍ୟଙ୍ଗ ଶୈଳୀରେ ଜଣେ ଲୋକଙ୍କୁ ହସେଇ ହସେଇ ଗୁମର କଥାଟି କହିଦେବା ପାଇଁ। କବି ଯଦୁମଣି ବିନାୟକ ସିଂ ମାନ୍ଧାତା, ଯିଏକି ନୟାଗଡ଼ର ରାଜା ଥିଲେ, ତାଙ୍କ ପାରିଷଦରେ ବା ତାଙ୍କ ରାଜ ଉଆସରେ ଜଣେ ପ୍ରସିଦ୍ଧ ଲେଖକ ବା କବି ଭାବରେ ସମ୍ମାନିତ ହୋଇଥିଲେ ଏବଂ ସେ ସେଠି କାର୍ଯ୍ୟରତ ବି ଥିଲେ। ତ ଯାହାଙ୍କ ଦ୍ୱାରା ଏତେ ସାରା କଥା ହେଇଛି, ଯାହାଙ୍କ ଦ୍ୱାରା ଏତେ ସାରା କାବ୍ୟ କବିତା ତିଆରି ହେଇଛି, ଯାହାଙ୍କ ବ୍ୟଙ୍ଗ କବିତା ଶୁଣିଲେ ଆପଣମାନେ ଏବେ ବି ପାଟିରେ ହାତ ଦେଇକି ହସିବେ, ଆଉ ଯାହାଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ଅଛି, ସେଇ କବି, ଆମ ମାଟିର କବି, ଆମ ପ୍ରାଣର କେନ୍ଦ୍ରବିନ୍ଦୁ ଯାହାକୁ କୁହାଯାଏ, ଆମ କଳାକାର, ଆମ ହାସ୍ୟ ରସ ଯେଉଁମାନେ ପ୍ରେଜେଣ୍ଟ କରୁଛନ୍ତି, ଯେଉଁମାନେ କମେଡ଼ିଆନ୍, ସମସ୍ତଙ୍କର ପ୍ରାଣ କେନ୍ଦ୍ର କହିଲେ କବି ଯଦୁମଣିକୁ ବୁଝାଏ। ଆଜି ତାଙ୍କର ଜନ୍ମ ଜୟନ୍ତୀ, ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ ତାଙ୍କ କବିତା, କାବ୍ୟ ରାଘବ ବିଳାସ ପରି ବହି, ପ୍ରବନ୍ଧ, କବିତା ଆପଣମାନେ ସବୁବେଳେ ଏମିତି ପଢ଼ୁଥାନ୍ତୁ। କବି ଯଦୁମଣିଙ୍କୁ ଆପଣ ସବୁବେଳେ ମନେ ରଖିଥାନ୍ତୁ। ଏ ଓଡ଼ିଶାର ମାଟି, ଏ ଓଡ଼ିଆର ମନ, ଏ ଓଡ଼ିଆର ପ୍ରାଣ, ଏ ଓଡ଼ିଆର ଭଲ ପାଇବା ଯେତେ ଦିନ ପର୍ଯ୍ୟନ୍ତ ଥିବ, ଏ ଓଡ଼ିଆ ଓଠରେ ଯେତେ ଦିନ ପର୍ଯ୍ୟନ୍ତ ହସ ଥିବ, ସେତେ ଦିନ ପର୍ଯ୍ୟନ୍ତ କବି ଯଦୁମଣିଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇକି ରହିଥିବ। ହେ କବି ଯଦୁମଣି, ଆପଣଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ। ଆଜି ଆପଣଙ୍କର ଜନ୍ମ ଜୟନ୍ତୀରେ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଶୁଭକାମନା। ଆପଣ ଯେଉଁଠି ବି ଥାଆନ୍ତୁ, ସେଇଠି ଲୋକମାନଙ୍କୁ ବ୍ୟଙ୍ଗ ଲେଖି ହସଉଥାନ୍ତୁ, ଆଉ ଆପଣଙ୍କ କବିତା, କାବ୍ୟ, ଗଳ୍ପ ପଢ଼ି ଆମେ ସବୁବେଳେ ହସୁଥାଉ। ଜୟ ଜଗନ୍ନାଥ।